ରାତିରେ ଶୋଇବା ଆଗରୁ ଥରେ ଏହି ରେମେଡ଼ି ୟୁଜ୍ କରନ୍ତୁ। ଆପଣମାନଙ୍କ ଫେସ୍ର ସମ୍ପୂର୍ଣ୍ଣ କୁଞ୍ଚାପଣ ଦୂର କରିପାରିବେ। ଆଉ ଆପଣମାନଙ୍କର ସ୍କିନ୍ ଗ୍ଲୋ ହେବା ସହିତ ଆପଣମାନଙ୍କର ଫେସ୍ରେ ଗୋଟେ ଉଜ୍ଜ୍ୱଳ ଆସିବ। ନମସ୍କାର, ଜୟ ଜଗନ୍ନାଥ। ମୁଁ ମିନାତି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ଫ୍ରେଶ୍ ଭିଡ଼ିଓକୁ। ଆଶା କରୁଛି ସବୁଦିନ ଭଳି ଆଜି ବି ଆପଣମାନେ ଭଲରେ ଥିବେ। ତ ଆଜି ଆପଣମାନଙ୍କ ପାଇଁ ଅଛି, ଯେମିତି କହିଲି, ମୁହଁର କୁଞ୍ଚାପଣ ଦୂର କରିବା ପାଇଁ। ଯେମିତିକି ଏବେ ବର୍ତ୍ତମାନ ଚାଲିଛି ଶୀତ ଦିନ। ତ ଶୀତ ଦିନ ଏଇଟା ନିହାତି ଭାବେ ସମସ୍ତଙ୍କର ଦେଖାଯାଇଥାଏ। ପୁଅ ହୁଅନ୍ତୁ, ଝିଅ ହୁଅନ୍ତୁ, ଛୋଟ ଛୁଆ ହୁଅନ୍ତୁ, ସମସ୍ତଙ୍କୁ ଦେଖାଯାଇଥାଏ। କିନ୍ତୁ ଛୋଟ ଛୁଆମାନଙ୍କର ଏଗୁଡ଼ାକ ବ୍ୟବହାର କରିବେ ନାହିଁ, ଯେଉଁମାନଙ୍କ ଏଜ୍ ହେଇଗଲାଣି। ଆଉ ଯେଉଁମାନଙ୍କର ବି 20 ବର୍ଷ ପରେ ବି ଦେଖାଯାଉଛି। ତ ସେମିତି ତ ଆଗରୁ ସବୁ ବୟସ ଅଧିକ ହେଲା ପରେ ସେସବୁ ଦେଖାଯାଉଥିଲା। କୁଞ୍ଚାପଣ ଏମିତି ହସିଲେ ଏଇଠି ଟିକେ ଫାଙ୍କ ଦିଶିବା, ଏଇଠି ଏମିତି ଜାକି ହେଇଯିବା, ଏସବୁ ସମସ୍ୟା ଦେଖାଯାଉଥିଲା। ବର୍ତ୍ତମାନ ତ ବହୁତ ଅଳ୍ପ ବୟସରେ ବି ଏସବୁ ଜିନିଷ ଦେଖାଗଲାଣି। ତ ତା ପାଇଁ ମୁଁ ଗୋଟେ ଘରୋଇ ଉପଚାର ଆଣିଛି, ଘରୋଇ ଟିପ୍ସ। ମାନେ ଘରେ ଆମର ଯେକୌଣସି ସବୁ ଜିନିଷ ମୁଁ ଯାହା ବ୍ୟବହାର କରିଛି ସବୁ ଘରେ ହିଁ ଅଛି। ତ ସେମିତି କିଛି ଟିପ୍ସ ନେଇକି ମୁଁ ଆପଣମାନଙ୍କ ପାଖକୁ ଆସିଛି। ତ ଚାଲନ୍ତୁ ଭିଡ଼ିଓ ଆରମ୍ଭ କରି ନେଇଯିବା। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ତ ନିହାତି ଭାବେ ଆପଣମାନେ ଲାଇକ୍ କରନ୍ତୁ ଆଉ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଯେଉଁମାନେ ଆଜିର ଭିଡ଼ିଓରେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ତ ଯାହାଫଳରେ ଯେବେ ବି ଯାହା ଭିଡ଼ିଓ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ପଳେଇବ ଆଉ ଆପଣମାନଙ୍କର ଗୋଟେ ସପୋର୍ଟ ମୋତେ ମିଳିଯିବ। ତ ଚାଲନ୍ତୁ ଡେରି କରିବାନି, ଭିଡ଼ିଓଟି ବର୍ତ୍ତମାନ ଆରମ୍ଭ କରି ନେଇଯିବା। ପ୍ରଥମେ ଆମେ ଏଠି ନେଇଯିବା ହେଉଛି ଆଳୁ। ମୁଁ ଏଠି 2ଟି ଆଳୁ ନେଇଛି, କାହିଁକିନା ମୋର ଛୋଟ ଛୋଟ ଆଳୁ ଅଛି। ଯଦି ଆପଣମାନଙ୍କର ବଡ଼ ଆଳୁ ଅଛି ତାହେଲେ ଆପଣମାନେ ଏଠି କ'ଣ କରିବେ ନା ଗୋଟିଏ ଆଳୁର ବ୍ୟବହାର କରିବେ। କାହିଁକିନା ଆମକୁ ଏଠି 2 ଚାମଚ ପାଖାପାଖି ଆମର ରସ ଦରକାର, ସେଥିପାଇଁ ଆମକୁ ଗୋଟିଏ ଆଳୁରେ ଆରାମସେ ହେଇଯିବ। ତ ଏଠି ଯଦି ମୋର ଏଠୁ ଯେହେତୁ ଛୋଟ ଆଳୁ ଅଛି ତ ମୁଁ ଏଠି 2ଟି ଆଳୁ ନେଇଛି। ଆଉ ତାକୁ କ'ଣ କରିବେ ନା ପ୍ରଥମେ ଭଲ ଭାବରେ ଧୋଇ ନେଇଯିବେ। ଆଉ ଧୋଇକି ସେଥିରୁ କ'ଣ କରିବେ ନା ଚୋପା ଛଡ଼େଇ ନେଇଯିବେ। ଚୋପା ଛଡ଼େଇକି ଆପଣମାନେ କ'ଣ କରିବେ ନା ଗୋଟେ ଗ୍ରେଟର ସାହାଯ୍ୟରେ ଆପଣମାନେ ଗ୍ରେଟ୍ କରି ନେଇଯିବେ। ତ ଗ୍ରେଟ୍ କରିକି ତାକୁ ରସ ଆମର ଦରକାର, ତା'ର ଆଳୁଟା ତ ଦରକାର ନାହିଁ। ତ ଆପଣମାନେ କ'ଣ କରିବେ ନା ଯେତେବେଳେ କି ଆପଣମାନେ ଏଇ ଯେଉଁ ଗ୍ରେଟ୍ କରୁଛନ୍ତି ତ ଆଳୁଟାକୁ ଆପଣମାନେ କୌଣସି ଏକ ରେସିପିରେ ଆପଣମାନେ ୟୁଜ୍ କରିପାରନ୍ତି। ଟୋଟାଲି ଆଳୁଟାକୁ ଫୋପାଡ଼ିବେ ନାହିଁ। ଆପଣମାନଙ୍କର ରସ କାମରେ ଲାଗିବା ସହିତ ଆପଣମାନଙ୍କର ଆଳୁଟା ବି କାମରେ ଲଗେଇ ନେଇଯିବେ। ନଷ୍ଟ କୌଣସି ଜିନିଷ ହେବାର ନାହିଁ। ତ ଏଇଭଳି ଭାବେ ଆପଣମାନେ ଗ୍ରେଟ୍ ପ୍ରଥମେ କରି ନେଇଯିବେ। ଆଉ ପରିଷ୍କାର ପରିଚ୍ଛନ୍ନ ଭାବେ କରିବେ, କାହିଁକିନା ଫେସ୍ରେ ଲଗାଇବେ। ଯେମିତିକି ମୁଁ କହିଛି ଫେସ୍ ହଉ, ହେୟାର୍ ହଉ, ଯେକୌଣସି ଜାଗାରେ ଆପଣମାନେ ଯେକୌଣସି ଜିନିଷ ମାନେ ଯେକୌଣସି ରେମେଡ଼ି ଆପଣମାନେ ୟୁଜ୍ କରୁଛନ୍ତି ତ ସବୁବେଳେ କ୍ଲିନ୍ କରିକି ୟୁଜ୍ କରିବେ, ନହେଲେ କୌଣସି ସାଇଡ଼୍ ଇଫେକ୍ଟ ବାହାରି ଯାଇପାରେ। ଆଉ ଆପଣମାନଙ୍କୁ ଯେଉଁ ପ୍ରୋସେସ୍ରେ କହୁଛି, ମାନେ ଯେତିକି କ୍ୱାଣ୍ଟିଟିର କହୁଛି ସେତିକି ଆପଣମାନେ ଲଗାଇବେ। ମାନେ ସେତିକି ହିଁ ଆପଣମାନେ ବ୍ୟବହାର କରିକି ଲଗାନ୍ତୁ। ଦେଖିବେ ଆପଣମାନଙ୍କର ଯେଉଁଟା ସମସ୍ୟା ମୁଁ କହିଲି ସେଇଟା ଆପଣମାନଙ୍କର ହେବନି। ଯଦି ଆପଣମାନଙ୍କର ଯଦି କ୍ୱାଣ୍ଟିଟି ଏପଟ ସେପଟ କରୁଛନ୍ତି ତ ଆପଣମାନଙ୍କର କିଛି ବି ହେଉଛି ତାହେଲେ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେନି ଯେ ଏଇଟା ହେଲାନି ବୋଲି। ତ ମୁଁ ଯେଉଁ କ୍ୱାଣ୍ଟିଟିଟା କହୁଛି ସେଇ କ୍ୱାଣ୍ଟିଟି ଅନୁସାରେ ଆପଣମାନେ ବ୍ୟବହାର କରନ୍ତୁ। ତ ପ୍ରଥମେ ତ ଦେଖନ୍ତୁ ମୋର ଏଠି ବର୍ତ୍ତମାନ ଗ୍ରେଟ୍ ହେଇଗଲା। ଗ୍ରେଟ୍ ହେଇସାରିଲା ପରେ ତାକୁ କ'ଣ କରିବେ ନା ଗୋଟେ ଜାଗାକୁ ମୁଁ ବର୍ତ୍ତମାନ ଚିପୁଡ଼ି ନେଇଯିବି। ତ ଚିପୁଡ଼ିଲା ବେଳେ ଯେତେବେଳେ କି ଆମର ରସ ଯଦି ଆପଣମାନେ ଏଇଠି ଗ୍ରେଟ୍ କରୁନାହାନ୍ତି ତାହେଲେ ଆପଣମାନେ କ'ଣ କରିବେ ନା ଗ୍ରାଇଣ୍ଡର ସାହାଯ୍ୟରେ ବାଟି ନେଇଯିବେ। କିନ୍ତୁ ତାକୁ ଆପଣମାନେ ଛଣା ସାହାଯ୍ୟରେ ଛାଣିବେ। ତ ଏଠି ମୁଁ ବର୍ତ୍ତମାନ କ'ଣ କରୁଛି ନା ଚିପୁଡ଼ି ନେଇଯାଉଛି। ଚିପୁଡ଼ିଲା ଭିତରେ କ'ଣ ହେଉଛି ନା ତା'ର ଯେଉଁ ଆଳୁର ଯେଉଁ ଖଦ ଅଂଶ ସେଠିକି ପଳେଇ ଯାଉଛି। ତାକୁ ସେଥିପାଇଁ କ'ଣ କରିବି ନା ଗୋଟେ ଛଣା ସାହାଯ୍ୟରେ ବର୍ତ୍ତମାନ ଛାଣି ନେଇଯିବି। ତ ଆପଣମାନେ ଯଦି ଏସବୁ କିଛି କରିବାକୁ ସମୟ ନାହିଁ, ଅଳ୍ପ ସମୟ ଅଛି, ତାହେଲେ ଆପଣମାନେ କ'ଣ କରିବେ ନା ଆଳୁଟିକୁ ଆପଣମାନେ ବାଟି ନେଇଯିବେ। ତ ବାଟିକି ତାକୁ ଛଣା ସାହାଯ୍ୟରେ ଆପଣମାନେ ରସ ବାହାର କରି ନେଇଯିବେ। ତ ପ୍ରଥମେ ସେଠି ଦେଖନ୍ତୁ ମୁଁ ଆଉ ଗୋଟେ ଜାଗାକୁ ଛାଣି ନେଇଯାଇଛି, ଯେଉଁଟାକି ତା'ର ଖଦ ଅଂଶ ଟୋଟାଲି ବି ଯିବ ନାହିଁ। ତ ଏଇଠି ଦେଖନ୍ତୁ ମୋର 2 ଚାମଚ ପାଖାପାଖି ରସ ବାହାରି ଯାଇଛି। ତ ସେଥିରେ ଗୋଟେ ଜିନିଷ ଆଡ୍ କରାଯାଉଛି, ସେଇଟା ହେଉଛି ଆମର ମହୁ। ମହୁ ଆପଣମାନଙ୍କର ପିଓର ମହୁ ଅଛି ତାହେଲେ ବି ବହୁତ ଭଲ। ଯଦି ଆପଣମାନଙ୍କର ଏଭଳି କିଣା ମହୁ ଅଛି ତାହେଲେ ଆପଣମାନେ ତାକୁ ବ୍ୟବହାର କରିବେ। ଆଉ ମହୁ ଏଠି ବ୍ୟବହାର କରିବେ 1 ଚାମଚ ବ୍ୟବହାର କରିବେ। ମାନେ 2 ଚାମଚ ଆଳୁ ରସରେ 1 ଚାମଚ ମହୁ ଆପଣମାନେ ପକାଇବେ। ଆଉ ସେଥିରେ ଆଡ଼୍ କରିବେ ସେଇଟା ହେଉଛି ଆପଣମାନଙ୍କର ଲେମ୍ବୁ। ତ ଲେମ୍ବୁ ପକାଇବା ଫଳରେ କ'ଣ ନା ଆଳୁର ଯେଉଁ ରଙ୍ଗ ହେଉଛି ଆମର ଚେଞ୍ଜ ହେଇଯାଇଥାଏ। ଯେତେବେଳେ କି ଆମର ଆଳୁର
काटिदेले किंबा रस रखिदेले सेटा कौन होता है ना लाल पड़ जाए। तो लेंबू पकाइबा फल आपण मानकर कौन हम ना से जो लाल अंशटा से हम ना। और लेंबू आपण मैंने कौन करेंगे ना फाड़े लेंबूर व्यवहार करेंगे। जदि आपण मानकर लेंबू रे कौन भी फेस रे आपण माने प्रथम लेंबू फेस रे लगे देखो माने खाली लेंबू लगे देखो। जदि आपण मानकर फेस रे किसी भी रिएक्शन होची ताले लेंबू को आपण माने स्किप करि पारंती। कहीं जन जनकर लेंबू लगे फल कौन होता है ना बहुत रिएक्शन होता है माने किछि कुंचु कुंचु हवा माने किछि कुंडी हवा ए सब टाइप रो आसी थाए। तो सेथिरे आपण माने पकई नै जिवे बेसन बेसन भी गोटे चामच पकेबे आ ता देहरे ऐड करिवे सेटा होची हळदी हळदी गोटे पिंच नेबे टोटली बेसी एटी हळदी रे व्यवहार करिवार नै। हळदी जस्ट ग्लो पाई सेटा कराई था। तो आपण माने जानिथिबे बेसन कौन करता बेसन आपण मानकर फेस रू माने जेते माने डार्क सर्कल माने जो तो ब्लैक स्पॉट होता है से सब जिनस हटेबा सहित आपण मानकर फेस रू गोटे ग्लो चमक आनी थे बेसन और हळदी। तो तापे आपण माने जानिथिबे बहुत ही बढ़िया काम करते। तो ताको आपण माने ऐड करना मिसे नहीं जो तादर आउ गोटे जिनस ऐड करिया सेटा होची आपण मानकर विटामिन ई। तो विटामिन ई आपण कैप्सूल आपण मानको मेडिसिन स्टोर रो बहुत सहज रे आपण मानु मिली जिवो। जदि आपण मानकर बहुत ही ड्राई स्किन ताहले आपण माने कोन करबे ना एटी दुईटा विटामिन कैप्सूल व्यवहार करेंगे। जेहेतु मोर बेसी ड्राई नुह से में गोटे विटामिन ई कैप्सूल व्यवहार करछि। तो आपण माने दुईटी व्यवहार कर नहीं जिवे। तो याको पकई सारा पर याको कोन करबे ना भल भाव में फेंटी नहीं जिवे। तो फेंटी सारा पर आपण मानकर घरोई रेमेडी पूरा प्रस्तुत हो गला। ताको भल भाव में घांटी नहीं जिवे। आउ केमती कौन प्रोसेस रे आमे लगेबा चलतु एबे बर्तमान जानी नहीं जिबा जे आम माने को केमती व्यवहार करिबा। तो आपण मान तो जानिबे केमती कौन व्यवहार करिबा। तो ता पूर्व आपण मानु जणे नहीं जाउची जे आपण माने को एरिया रो कहउछंती कोठ मो वीडियो देखुछंती प्लीज मते कमेंट माध्यम रे जणांतु जोटा कि जानिले मते बहुत खुशी लागिवो जे मो वीडियोटा को जाए पहुँची पारिछि। तो चलतु एबे वर्तमान देखि नहीं जिबा जे आमे केतेबेले लगेबा को प्रोसेस लगेबा केमिति लगेबा। तो यहाँ जो आमर बना हो गला। तो आपको कौन करेंगे ना आपण मैंने राति बेला ही लगेबे माने राति रे होची जेतेबेले कि आपण माने सोया को जाउछन सेतेबेले आपण माने लगेबे राति सारा ही आपको कौन करेंगे ना फेस रे लगे कि रखी नहीं जिवे। जदि आपण मान पाखरे अच्छी एमती 2-4 घंटा समय अच्छी ताहले आपण माने आपको व्यवहार करी 2-4 घंटा लगे पारंती। जदि समय नहीं ताहले आपण माने ताको कौन करंतु ना राति बेला ही यूज करंतु राति रे लगे कि सोई पड़ंतु और ताको रखी नहीं जांतु और सकाळ को आपण माने क्लीन कर नहीं जांतु। जदि समय अच्छी जमती कि कहली समय अच्छी ताहले आपण माने ताको कौन करेंगे ना 2-4 घंटा समय देकी फेस रे लगे नहीं जांतु। देखिबे आपण मानकर मुहर कुंचापण बहुत शीघ्र ही दूर हो जिवो। तो आपको आपण माने निहाती भाबे आपण माने सप्ताह को 2 थर ट्राई करंतु। देखिबे आपण मानकर देखिबे फेस केते ग्लो करबा सहित आपण मानकर कोन बना जो देखा जाय थे बहुत अबागे देखा जाय थे। हमर शीत दिन आसला माने सेमती टोटली भी फेस देखा जिवनी। आशा करछि आजिर टिप्स गुडिका आजिर वीडियोटी आपण मानकु बहुत ही भल लागितो। जदि भल लागितिबो तो निहाती भाबे गोटे सुंदर से कमेंट दे दियंतु। तो रहुछि आउ एक नुआ वीडियो रे आउ एक नुआ टिप्स सहित आपण मान पाखु आसीबी। जय जगन्नाथ।